ଆଚ୍ଛା ପିଲାମାନେ, ଆଜି ମୁଁ ତୁମକୁ ଖୁବ୍ ସୁନ୍ଦର ଗପଟିଏ ଶୁଣେଇବି। ଆଉ ଗପ ଶେଷରେ ଭଲ ଉପଦେଶଟି ମଧ୍ୟ ଦେବି। ତେବେ ଚାଲ ଗପଟି ଶୁଣିବା। ଗୋଟେ ଗାଁରେ ଗରିବ ଲୋକଟିଏ ଥିଲା। ସେ ପାଖ ଜଙ୍ଗଲରୁ କାଠ କାଟି ସହରକୁ ନେଇ ବିକେ। ଯାହା ପଇସା ପାଏ ସେଥିରେ ତା ପରିବାରକୁ ଚଳାଏ। ଦିନେ ସେ ଜଙ୍ଗଲରେ ବହୁତ ବୁଲିବା ପରେ ମଧ୍ୟ କାଠ କାଟିବାକୁ ଆଦୌ ଭଲ ଗଛ ପାଇଲା ନାହିଁ। ହାଲିଆ ହୋଇ ଗୋଟିଏ ଆମ୍ବ ଗଛ ମୂଳେ ବସିଲା। ଝଙ୍କାଳିଆ ଗଛଟିଏ। ତା ଥଣ୍ଡା ଛାଇରେ ବସୁ ବସୁ ତାକୁ ନିଦ ଲାଗିଗଲା। ପେଟରେ ତ କିଛି ନାହିଁ, ନିଦ ହେବ କୁଆଡୁ? ହଠାତ୍ ସେ ଉପରକୁ ଚାହିଁ ଦେଖେ ତ ଆମ୍ବ ଗଛରେ ବହୁତ ଆମ୍ବ ଫଳିଛି। ସେ ଭାବିଲା କିଛି କଞ୍ଚା ଆମ୍ବ ଖାଇଲେ ଭୋକ ନିଶ୍ଚୟ ବନ୍ଦ ହେଇଯିବ। ଏଇ କଥା ଭାବି ସେ ଗଛରେ ଚଢିଲା ଆଉ ଅଳ୍ପ କିଛି ଆମ୍ବ ତୋଳିଲା। ଗୋଟିଏ ଆମ୍ବ ଯେମିତି ଚୁବାଇ ଖାଇଛି, ତା ଦେହ ମୁଣ୍ଡ ସତେ ଯେମିତି କଣ ହେଇଗଲା। ସେ କହିଲା, ଛି ଛି, ଖଟା ଆମ୍ବ ଗୁଡାକ। ଗରିବ ଲୋକଟି ଭୀଷଣ ରାଗିଗଲା। ସେ ଠିକ କଲା ଆମ୍ବ ଗଛଟିକୁ କାଟି କାଠ ନେବ। ଏ ଖଟା ଆମ୍ବ ଗଛଟା ରହି କଣ ହବ ଯେ? ଏପରି ଭାବି କୁରାଢି ଉଠାଇ କାଟିବାକୁ ବସିଛି, କିଏ ଯେମିତି କହିଲା, ଭାଇ ମୋ କଥା ଟିକେ ଶୁଣ। ସେ ଚାରିଆଡକୁ ଚାହିଁଲା, କେହି ତ କୁଆଡେ ନାହାନ୍ତି। ସେ ଆଉ ଥରେ ଶୁଣିବାକୁ ପାଇଲା, ଶୁଣ ଭାଇ, ମୁଁ ଆମ୍ବ ଗଛ ନିଜେ କହୁଛି, ଆମ୍ବ ଖାଇ ଏତେ ରାଗିଲେ ଚଳିବ? ବଡ ବଡ ଗଛ ତ କାଟି ପକେଇଲ। ବର୍ଷା ବି ଠିକ ସମୟରେ ହଉନି। ଋତୁଚକ୍ରରେ ପରିବର୍ତ୍ତନ ଦେଖାଦେଉଛି। ସେଥିପାଇଁ ଅଧିକା ଗଛ ସବୁ ଲଗାଯାଉଛି। ଯିଏ ଗଛ କାଟୁଛନ୍ତି ସେ ଦଣ୍ଡ ପାଉଛନ୍ତି। ତୁମେ କଣ ଏକଥା ଜାଣିନ? ତୁମ ରାଗ ପ୍ରଥମେ ଶାନ୍ତ କଲ, ତାପରେ କଥାବାର୍ତ୍ତା କରିବା। ଲୋକଟି କହିଲା, ମୁଁ ତୋ କଥା ଆଦୌ ଶୁଣିବି ନାହିଁ, ବୁଝିଲୁ? ଏମିତି କଅଁଳିଆ କଥା କହି ମତେ ଠକି ଦେବୁ ଭାବିଛୁ ନା? ମୁଁ ଯାହା ସ୍ଥିର କରେ ମାନେ ସେଇଆ ହିଁ କରେ। ତତେ କାଟିବି ମାନେ କାଟିବି, ଆଉ ସବୁ କାଠ ସହରକୁ ନେଇ ବିକ୍ରି କରିବି। ଆମ୍ବ ଗଛ କହିଲା, ଭାଇ କାହିଁକି ପାପ କାମ କରିବ କହିଲ? ତମର ଯେମିତି ଜୀବନ ଅଛି ନା, ମୋର ସେମିତି ଜୀବନ ଅଛି। ମୋ ଦେହ ଫଳରେ ବୋଝେଇ ହୋଇଛି। କାଟିବାକୁ ତୁମ ହାତ କିପରି ଯାଉଛି କହିଲ ଭାଇ? ଭଗବାନ ଆମକୁ ପୃଥିବୀରେ ଜନ୍ମ ଦେଇଛନ୍ତି। ଆମେ ଆମ କର୍ତ୍ତବ୍ୟ ପାଳନ କରି ପୃଥିବୀରୁ ବିଦାୟ ନେବା। ତୁମେ ମୋ ଶୀତଳ ଛାଇରେ ବସି ଏବେ ବିଶ୍ରାମ ନେଉଥିଲ ନା? ସତ କୁହ ଭାଇ, ତମ ପରି କେତେ ବାଟୋଇ ମୋ ଶୀତଳ ଛାଇରେ ବିଶ୍ରାମ ନିଅନ୍ତି। ବାଟୋଇମାନଙ୍କୁ ସାହାଯ୍ୟ କରି ମୁଁ ଖୁବ୍ ଖୁସି ହୁଏ। ବଞ୍ଚିଥିବା ତକ ଏମିତି ପରସେବା କରି ମୁଁ ଦୁନିଆରୁ ବିଦାୟ ନେଇଯିବି ଭାଇ। ଫଳ ଭାରି ହୋଇ ମୋ ଦେହ ଓଜନିଆ ଲାଗୁଛି। ତୁମେ ଦୟାକରି କିଛି ତୋଳି ନିଅ ଭାଇ, ସହରରେ ନେଇ ବିକ୍ରି କର। ଦେଖିବ ବିକ୍ରି କଲା ପରେ କିଛି ପଇସା ହବ। ଲୋକଟି କହିଲା, ଥାଉ, ମତେ ଆଉ ଏ ଉପଦେଶ ଦେବା ଦରକାର ନାହିଁ, ବୁଝିଲ? ଯୋଉ ତ ଖଟା ଆମ୍ବ, ତାକୁ ପୁଣି କିଏ କିଣିବ? ଆମ୍ବ ଗଛ ପୁଣି ଥରେ ବୁଝାଇ କହିଲା, ଦେଖ ଭାଇ, ଖଟା ଆମ୍ବ ଆଚାର, ଖଟା ଇତ୍ୟାଦି କରିବାକୁ ବହୁତ ଦରକାର ହୁଏ। ଲୋକେ ବହୁତ ଦରକାର କରନ୍ତି। ତମେ ଆଜି ସହରକୁ ନେଇ ଏ ଆମ୍ବ ବିକ୍ରୟ କର। ଫେରିଲେ ମତେ କହିବ କଣ ହେଲା। ତାପରେ ଲୋକଟି କହିଲା, ଆଚ୍ଛା ଠିକ ଅଛି, ଏ ଆମ୍ବ ଯଦି ବିକ୍ରି ନ ହବ ତତେ ଟାଙ୍ଗିଆରେ ହାଣି ଖଣ୍ଡ ଖଣ୍ଡ କରି ନେଇଯିବି, ତାପରେ ଯାଇ ଘରକୁ ଯିବି, ବୁଝିଲୁ? ଏହା କହି ଗୁଡ଼ିଏ ଆମ୍ବ ତୋଳି ସହରକୁ ନେଇଗଲା। ଖୁବ୍ ଶୀଘ୍ର ଆମ୍ବ ସବୁ ବିକ୍ରି ହେଇଗଲା। ଗରିବ ଲୋକଟିର ମନ ଭାରି ଖୁସି। ପିଲାଙ୍କ ପାଇଁ ଚାଉଳ ପ୍ରଭୃତି କିଣି ଖୁସି ମନରେ ଘରକୁ ବାହାରିଲା। ବାଟରେ ସେଇ ଆମ୍ବ ଗଛ ପାଖରେ ପହଞ୍ଚିଲା। ସେ କହିଲା, ଆମ୍ବ ଗଛ ଭାଇ, ତୁମ କଥା ଠିକ ହେଲା। ସବୁ ଆମ୍ବ ବିକ୍ରି ହେଇଗଲା। ମୋ ଭୁଲ ପାଇଁ ମତେ କ୍ଷମା କର ଭାଇ। ଆମ୍ବ ଗଛ ହସି ହସି କହିଲା, ଦେଖ ଭାଇ, ମତେ କ୍ଷମା ମାଗ ନା, ସେହି ପ୍ରଭୁଙ୍କୁ କ୍ଷମା ମାଗ। ସେ ସବୁଆଡେ ଅଛନ୍ତି। ଆମେ ଭଲ କାମ ଖରାପ କାମ ଯାହା କରୁଛୁ ସେ ସବୁ ଦେଖୁଛନ୍ତି। ସେ ତୁମକୁ ନିଶ୍ଚୟ କ୍ଷମା ଦେବେ। ତେବେ ପିଲାମାନେ, ଗପ ଆରମ୍ଭରେ ମୁଁ କଣ କହିଥିଲି? ଗୋଟେ ଭଲ ଉପଦେଶ ଦେବି। ଆଜି ଏ ଗପରୁ କଣ ଶିଖିଲେ କହିଲ?
ତେବେ ଆମେ ଶିଖିଲୁ ଯେ ସାଙ୍ଗେ ସାଙ୍ଗେ ରାଗିଯିବା ଉଚିତ ନୁହେଁ। ରାଗ ହେଉଛି ମଣିଷର ପ୍ରଧାନ ଶତ୍ରୁ। ତେଣୁ ଧୀର ସ୍ଥିର ଭାବରେ ଚିନ୍ତା କରି ଯାହା କରିବା କଥା କଲେ ଆମେ ନିଶ୍ଚୟ ଅନେକ ଭଲ କାମ କରିପାରିବା।